ଓଡ଼ିଶାରେ କାର୍ତ୍ତିକ ମାସ ଆରମ୍ଭରେ ଚଉରା ପାଖରେ ଗୋଟେ ବାଉଁଶ ପୋତାଯାଏ। ଗୋଟେ ଘଡ଼ିରେ ଛୋଟ ଛୋଟ କଣା କରିକି ତା ମଝିରେ ଗୋଟିଏ ଦୀପ ରଖାଯାଏ। ସେ ଦୀପକୁ ଜଳେଇକି ଏବଂ ଘଡ଼ିରେ ଦଉଡ଼ି ବାନ୍ଧିକି ପତାକା ଉତ୍ତୋଳନ କଲା ଭଳି ସେ ଘଡ଼ିକୁ ବାଉଁଶ ଉପରକୁ ନିଆଯାଏ। ଏହାକୁ କୁହାଯାଏ ଆକାଶ ଦୀପ। ଦୀପାବଳିରେ ବଡ଼ ବଡ଼ୁଆ ଡକା ଭଳି ଏହି ଆକାଶ ଦୀପର କୌଣସି ଧାର୍ମିକ ମାହାତ୍ମ୍ୟ ରହିଥାଇପାରେ, କିନ୍ତୁ ଆମେ ଏହାକୁ ଏକ ଅନ୍ୟ ଦିଗରୁ ବିଶ୍ଳେଷଣ କରିବା। କଳିଙ୍ଗର ନୌବାଣିଜ୍ୟ ସହ ଏହି ଆକାଶ ଦୀପର କ'ଣ ସମ୍ପର୍କ ଥାଇପାରେ, ଚାଲନ୍ତୁ ଆଲୋଚନା କରିବା। ଆମେ ବର୍ତ୍ତମାନ ଅଛୁ କଟକ ବାଲିଯାତ୍ରା ପଡ଼ିଆରେ। ବାଲିଯାତ୍ରା ଆଧୁନିକ ଯୁଗରେ ଆରମ୍ଭ ହୋଇଥିଲା ଅତୀତର ସ୍ମୃତିକୁ ମନେ ପକାଇବା ପାଇଁ, ଯେତେବେଳେ ଆମର ସାଧବମାନେ ଓଡ଼ିଶାରୁ ବା କଳିଙ୍ଗରୁ ଯାଉଥିଲେ ଜାଭା, ସୁମାତ୍ରା ଓ ବାଲିକୁ। ଆମେ ବୋଇତ ବନ୍ଦାଣ ଉତ୍ସବ ଦିନ ଡଙ୍ଗା ଭସାଉ। ସେ ଡଙ୍ଗା ଭସାଇଲା ବେଳେ ଆମେ କହୁ ଆକା ମା ବଇ ପାନ ଗୁଆ ଥୋଇ। ଏଠି ମାନେ ହେଉଛି ଆଷାଢ଼ ମାସ। ତେଣୁ ଆଷାଢ଼ ମାସରେ କ'ଣ ହୁଏ? ପ୍ରବଳ ମାତ୍ରାରେ ବର୍ଷା ହୁଏ। ଆସନ୍ତୁ ଜାଣିବା ସେହି ମାସରେ କେମିତି ଏହି ନୌ ବାଣିଜ୍ୟର ଆରମ୍ଭ ହେଉଥିଲା ଏବଂ କାର୍ତ୍ତିକ ମାସରେ ସବୁ ପ୍ରକାର ଜିନିଷ ଏକାଠି ସଂଗ୍ରହ କରି କେମିତି ଯାଉଥିଲେ ବିଦେଶକୁ ବ୍ୟବସାୟ କରିବା ପାଇଁ। ଜଣେ ସାଧବ କିମ୍ବା ବ୍ୟବସାୟୀ କୌଣସି ବି ଅଞ୍ଚଳର ହେଇପାରେ। ଆମେ ବର୍ତ୍ତମାନ ଓଡ଼ିଶାର ସବୁ ଜିଲ୍ଲାକୁ ନେଇ ଦେଖିବା, ଯାହାଦ୍ୱାରା ଆପଣ ଟିକେ ଭଲ କି ଜାଣିପାରିବେ। ବର୍ତ୍ତମାନ ଆମେ ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଅଞ୍ଚଳକୁ ଦେଖିବା। ଏଠି ସବୁ କ'ଣ ମିଳେ? ହାତବୁଣା ଜିନିଷରେ ସମ୍ବଲପୁରୀ ଶାଢ଼ୀ, ଜଙ୍ଗଲଜାତ ଦ୍ରବ୍ୟରେ କାଠ, କେନ୍ଦୁପତ୍ର, ବାଉଁଶ, ସବାଇ ଘାସ, ଲାଖ, ଟସର, ଅଁଳା, ମହୁଆ ଇତ୍ୟାଦି। ତାପରେ ଆମେ ଯିବା ବୌଦ୍ଧ, ବଲାଙ୍ଗୀର, ନୂଆପଡ଼ା, ସୁବର୍ଣ୍ଣପୁର ଓ ଦେଓଗଡ଼ ଅଞ୍ଚଳକୁ। ଏଠି ସବୁ କ'ଣ ମିଳେ? ଏଠି ହାତ ବୁଣା ଜିନିଷରେ ମିଳେ ସୁବର୍ଣ୍ଣପୁର ଶାଢ଼ୀ। ଏଠି ଚାଷ ସବୁ କ'ଣ ହୁଏ? ଧାନ, ମୁଗ, ବିରି, ସୋରିଷ, ଚିନାବାଦାମ, କପା ଏବଂ ଏଠି ମୂଲ୍ୟବାନ ପଥର ବି ମିଳେ। କେଉଁ ଜିଲ୍ଲାରେ କ'ଣ ମିଳେ, ୟା ସହିତ ନୌ ବାଣିଜ୍ୟର କ'ଣ ସମ୍ପର୍କ, ଆପଣ ଏଇଟା ଭାବୁଥିବେ। ଅଳ୍ପ ସମୟ ଅପେକ୍ଷା କରନ୍ତୁ, ଏ ବିଷୟରେ ମୁଁ କହିବାକୁ ଯାଉଛି। ତାପରେ ଆମେ ଯିବା ନୟାଗଡ଼, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ ଓ କଳାହାଣ୍ଡି ଅଞ୍ଚଳକୁ। ବ୍ୟବସାୟୀମାନେ ଏ ଅଞ୍ଚଳର ହାତ କାମ, ଖାଦ୍ୟଦ୍ରବ୍ୟ ଏବଂ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିଥିବେ। ତାପରେ ଆମେ ଯିବା କଟକ, ଯାଜପୁର ଓ ଖୋର୍ଦ୍ଧାକୁ। ବ୍ୟବସାୟୀମାନେ ଏଠାକାର ହାତ କାମ ଓ ଖାଦ୍ୟଦ୍ରବ୍ୟ ସଂଗ୍ରହ କରିଥିବେ। ବାଲିଯାତ୍ରାର ଆକ୍ଷରିକ ଅର୍ଥ ହେଉଛି ବାଲିକୁ ଯାତ୍ରା। ତେଣୁ ମୋର ପଛପଟେ ଦେଖିପାରୁଥିବେ, ଏଇଠି ହେଉଛି ମହାନଦୀ, ଓଡ଼ିଶାର ସବୁଠୁ ବଡ଼ ନଦୀ। ଆମେ ଯଦି ଏପଟେ ଦେଖିବା, ମାନେ ମୁଁ ନଦୀକୁ ମୁହଁ କରି ଠିଆ ହେଇଛି, ଆଉ ମୋର ବାଁ ପଟେ ହେଉଛି ସମ୍ବଲପୁର, ଆଉ ଏପଟେ ସେଇ ମହାନଦୀ ଆସିକି କଟକରେ ମିଶିଛି। ନିଜର ଦ୍ରବ୍ୟ ସବୁ ଗୁଡ଼ିକୁ ବାହାର ଦେଶ ବା ଜାଭା, ସୁମାତ୍ରା, ବାଲି ଇତ୍ୟାଦି ଦେଶରେ ବିକ୍ରି କରିବା ପାଇଁ ପାହାଡ଼ିଆ ଅଞ୍ଚଳରୁ ବ୍ୟବସାୟୀମାନେ ଆସୁଥିବେ ଉପକୂଳ ଅଞ୍ଚଳକୁ। କାରଣ ଉପକୂଳ ଅଞ୍ଚଳରେ ଅନେକ ସାଧବମାନେ ଅଛନ୍ତି, କିନ୍ତୁ ସେ ପାହାଡ଼ିଆ ଅଞ୍ଚଳରୁ ବ୍ୟବସାୟୀମାନେ କ'ଣ ଶଗଡ଼ରେ ସବୁ ଜିନିଷ ନଦୀକି ଆଣୁଥିବେ ଉପକୂଳ ଅଞ୍ଚଳକୁ? ସେଇଟା ଭାରି କଷ୍ଟ। ବୋଧହୁଏ ସେମାନେ ମହାନଦୀକୁ ବ୍ୟବହାର କରୁଥିବେ ଯିବା ଆସିବା କରିବା ପାଇଁ। ମାନେ ବଡ଼ ବଡ଼ ଡଙ୍ଗାରେ ଜିନିଷପତ୍ର ନଦୀକି ସେମାନେ ସମ୍ବଲପୁର ଅଞ୍ଚଳରୁ ବୌଦ୍ଧ, ନୟାଗଡ଼ ଓ କଟକ ହେଇକି ଆସୁଥିବେ ପାରାଦୀପକୁ। ସେଥିପାଇଁ ଆଷାଢ଼ ମାସ ବା ବର୍ଷା ସମୟକୁ ବଛା ଯାଇଥିବ, କାରଣ ଏହି ସମୟରେ ମହାନଦୀରେ ଯଥେଷ୍ଟ ପାଣି ଥିବ ବଡ଼ ବଡ଼ ଡଙ୍ଗାରେ ଯାତାୟାତ କରିବା ପାଇଁ। ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ପୁରୀରେ ବ୍ୟବସାୟୀମାନେ ମଧ୍ୟ ସେଠାକାର ହାତ କାମ ଏବଂ ଖାଦ୍ୟଶସ୍ୟ ଇତ୍ୟାଦି ସବୁ ସଂଗ୍ରହ କରିଥିବେ।
ବର୍ତ୍ତମାନ ସାଧବମାନେ ବ୍ୟବସାୟୀମାନଙ୍କଠୁ ଜିନିଷପତ୍ର କିଣିବେ ଏବଂ ବୋଇତରେ ନେଇକି ଯିବେ ଅନ୍ୟ ଦେଶରେ ବିକ୍ରି କରିବା ପାଇଁ। ସେଥିପାଇଁ ସେମାନେ ବୋଧହୁଏ ସମୁଦ୍ର କୂଳରେ ଅସ୍ଥାୟୀ ଦୋକାନ ସବୁ ଖୋଲିଥିବେ। ସେଇ ଦୋକାନ ଆଗରେ ସେମାନେ ଗୋଟେ ବାଉଁଶ ପୋତି ତା ଦେହରେ ଗୋଟେ ଛୋଟ ମାଟି ହାଣ୍ଡି ବା ଘଡ଼ିରେ କଣା କରି ସେଥିରେ ଗୋଟେ ଦୀପ ରଖିଦେଇଥିବେ, ଯେମିତି ଦୂରରୁ ଯଦି କିଏ ଦେଖେ ସେ ଜାଣିପାରିବ ଯେ ଏଠି ଗୋଟେ ସାଧବର ଦୋକାନ ଅଛି ବୋଲି। ଇତିହାସର ଘଟଣାବଳୀ ଉପରେ ଏହା ମୋର ଏକ ଅନୁମାନ ମାତ୍ର। ବର୍ତ୍ତମାନ ଏହାକୁ କାର୍ତ୍ତିକ ମାସର ଆକାଶ ଦୀପ ସହିତ ତୁଳନା କରି ଦେଖନ୍ତୁ। ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଓ କେନ୍ଦୁଝରରେ ବ୍ୟବସାୟୀମାନେ ସେମାନଙ୍କର ଦ୍ରବ୍ୟ ସବୁ ଚାନ୍ଦିପୁର ଠାରେ ସାଧବମାନଙ୍କୁ ବିକ୍ରି କରିଥିବେ। ଗଞ୍ଜାମ ଓ ଗଜପତିର ବ୍ୟବସାୟୀମାନେ ଚିଲିକା ପାଖରେ ନିଜର ଦ୍ରବ୍ୟ ସବୁ ସାଧବମାନଙ୍କୁ ବିକ୍ରି କରିଥିବେ। ରାୟଗଡ଼ା, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରିର ବ୍ୟବସାୟୀମାନେ ଚିଲିକା କିମ୍ବା ଶ୍ରୀକାକୁଲମ କିମ୍ବା ବିଶାଖାପଟ୍ଟନମ ପାଖରେ ନିଜର ଦ୍ରବ୍ୟ ସବୁ ସାଧବମାନଙ୍କୁ ବିକ୍ରି କରିଥିବେ। ସବୁ ଦ୍ରବ୍ୟ ସଂଗ୍ରହ ହୋଇସାରିଲା ପରେ କଳିଙ୍ଗର ସାଧବମାନେ ଯାତ୍ରା ଆରମ୍ଭ କରିଥିବେ ଜାଭା, ସୁମାତ୍ରା, ବର୍ନିଓ ଓ ବାଲିକୁ କାର୍ତ୍ତିକ ପୂର୍ଣ୍ଣିମା ଦିନ। କାରଣ ଏହି ସମୟଟି ହେଉଛି ଫେରନ୍ତା ମୌସୁମୀର ସମୟ, ଯେତେବେଳେ ମୌସୁମୀ ବାୟୁ ଭାରତ ଭୂଖଣ୍ଡରୁ ଇଣ୍ଡୋନେସିଆ ଆଡ଼କୁ ପ୍ରବାହିତ ହୁଏ। ନମସ୍କାର।